ନାଇଁ ଆପଣ ମାନେ ଜାଣିଛନ୍ତି 2 ବର୍ଷ ଆମର ଇଲେକ୍ସନ ସରିଲାଣି। 2 ବର୍ଷ ଭିତରେ ବିଜେପି ସରକାର ଅନେକ ଗୁଡ଼ିଏ କାର୍ଯ୍ୟ କରୁଛନ୍ତି ଯୋଉଥିରେ କି ରାଜ୍ୟର କ୍ଷତି ଘଟୁଛି। ଆଉ ଯୋଉଭଳି ଭାବରେ ଅନ୍ୟାୟ ଅନୀତି ଅବିଚାର ଅତ୍ୟାଚାର ଚାଲିଛି ଆପଣ ମାନେ ନିଜେ ଅଙ୍ଗେ ଲିଭଉଛନ୍ତି 2 ବର୍ଷ ଭିତରେ ବିଜେପି ସରକାର କୋଉଭଳି ଭାବରେ ଚାଲୁଛି। ସେଥିପାଇଁ ଆମ ଦଳର ସଭାପତି ନବୀନ ପଟ୍ଟନାୟକ ମହୋଦୟ ଯେଉଁମାନେ କେବଳ ପରାଜିତ ହେଇଛନ୍ତି, କାରଣ ଯେଉଁମାନେ ଜିତିଛନ୍ତି ସେମାନଙ୍କ ସାଙ୍ଗରେ ବସିକି ଆଲୋଚନା କଲେ। ସେମାନଙ୍କ ସାଙ୍ଗରେ ଆଲୋଚନା ସରିବା ପରେ ସେ ନିଜେ ଚିନ୍ତା କଲେ ଯେ ନାଇଁ ଯେଉଁମାନେ ମଧ୍ୟ ପରାଜିତ ହେଇଛନ୍ତି ସେମାନଙ୍କ ସାଙ୍ଗରେ ମୁଁ ଟିକେ ଆଲୋଚନା କରିବି। କାହିଁକି ନା ରାଜ୍ୟର ପରିସ୍ଥିତି ଯାହା, ଭୋଟର ଲିଷ୍ଟ ଗୁଡାକ ମନକୁ କାଟି ଦଉଛନ୍ତି SIR ର କାର୍ଯ୍ୟକ୍ରମ ପାଇଁ। କେମିତି ୱାର୍ଡ ସ୍ତରରେ ସଭାପତି ହବ, କେମିତି ପଞ୍ଚାୟତ ସ୍ତରରେ ସଭାପତି ହବ, କେମିତି ଅର୍ବାନ ସ୍ତରରେ ସଭାପତି ହବ, କମିଟି କରାଯିବ, এই ସବୁ ବିଭିନ୍ନ ବିଷୟ ଏକଦମ ଆମକୁ ଆଲୋଚନା କଲେ। এই କାର୍ଯ୍ୟଗୁଡ଼ିକ କଲେ ଆମେ ପଞ୍ଚାୟତ ଇଲେକ୍ସନରେ ଆମେ ନିଶ୍ଚିତ ସକ୍ସେସ୍ ହବା, ଅର୍ବାନ ଇଲେକ୍ସନରେ ସକ୍ସେସ୍ ହବା। এই କଥା ନବୀନ ପଟ୍ଟନାୟକ ସମସ୍ତଙ୍କୁ ବୁଝେଇଲେ ଏବଂ ବୁଝେଇ ସାରିବା ପରେ ଅତି କମରେ 50ରୁ 60 ଜଣଙ୍କ ସାଙ୍ଗରେ 1 to 1 ଆଲୋଚନା କଲେ। କ'ଣ ମୁଁ ଛିଡାଇଲି, ମୋର ଭଲ ମନ୍ଦ କଥା କହିଲି। ନାଇଁ ଆମର ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ଏଇଭଳି ସିଚୁଏସନ, ଆପଣ ଟିକେ ନଜର କରନ୍ତୁ, ଆପଣ ଟିକେ ସହଯୋଗ କରନ୍ତୁ। ଦଳ ତରଫରୁ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରିବାକୁ ଅଛି। ଆମେ ଯେତେ ପ୍ରକାର କଥା କହୁଥାଉ ଆମକୁ ସିଏ ରିପ୍ଲାଏ ମାଧ୍ୟମରେ କହୁଥାନ୍ତି ମୁଁ ସବୁ ପ୍ରକାର ତମକୁ ସହଯୋଗ କରିବି, ତମେ କିନ୍ତୁ ଦଳର ଯେମିତି କାର୍ଯ୍ୟକ୍ରମ ସବୁ କରିବା କଥା ସେଗୁଡ଼ିକ ଠିକ ସେ ଲୋକମାନଙ୍କ ପାଇଁ ତମେ କର। ଏଇଭଳି ଭାବରେ ଗୋଟେ ବିସ୍ତୃତ ଆଲୋଚନା ହେଲା। ଧନ୍ୟବାଦ। ନିଶ୍ଚିତ ଆମ ନେତା ନବୀନ ପଟ୍ଟନାୟକଙ୍କୁ ହୃଦୟର ସହିତ ମୁଁ ଖୋର୍ଦ୍ଧା ଜିଲ୍ଲା ତରଫରୁ ମୁଁ ତାଙ୍କୁ ଧନ୍ୟବାଦ ଦଉଛି। ଏଭଳି ଏକ ଡିସ୍କସନ ଆମର କେବେ ହେଇନଥିଲା। ଦୀର୍ଘ ସମୟ ଧରି 1.5 ଘଣ୍ଟା, ଅତି କମରେ 1.5 ଘଣ୍ଟା ଖଣ୍ଡେ ଧରି ସବୁ ଯେଉଁମାନେ ପରାଜିତ ହେଇଛନ୍ତି, ଏ ଯେଉଁ 24ରେ ଯେଉଁମାନେ ଲଢୁଥିଲେ ପରାଜିତ ହେଇଛନ୍ତି ସେମାନଙ୍କ ସାଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନା କଲେ। ଆମକୁ ବହୁତ ଭଲ ଲାଗିଲା, ଆଉ ଆମକୁ ମଧ୍ୟ ଖୁସି ଲାଗିଲା ଯେ ଯାହା ହଉ ତାପରେ ଅନେକ କଥା ଅଛି ଆମେ ଭୁଲି ଯାଇଛୁ। ସେ ଆମର ଡିସ୍କସନ ମାଧ୍ୟମରେ ଆମକୁ ମଧ୍ୟ ପୁରୁଣା କଥା ଗୁଡ଼ିକ ମନେ ପକାଇ ଦେଉଥାନ୍ତି। ତେଣୁ ଆମେ ଆଶା ରଖିଛୁ ନିଶ୍ଚିତ ନବୀନ ପଟ୍ଟନାୟକଙ୍କର ଯେଉଁଭଳି ଭାବରେ ଏଠି ଡାକି ପଞ୍ଚାୟତ ଇଲେକ୍ସନକୁ ସଜବାଜ ହେବା ପାଇଁ ଏବଂ ଯେଉଁ ଭୋଟର ଲିଷ୍ଟରୁ SIR ମାଧ୍ୟମରେ କଟାକଟି ହେଉଛି ତାକୁ କେମିତି ଠିକ ସେ ଲୋକମାନଙ୍କର ରହିବ, ଏ କାର୍ଯ୍ୟକ୍ରମକୁ ଆମକୁ ଠିକ ସେ ବୁଝେଇଲେ। ଆମେ ସେଇ ଅନୁସାରେ କାର୍ଯ୍ୟକ୍ରମ ଯଦି ଠିକ ସେ କରିବୁ ପଞ୍ଚାୟତ ଇଲେକ୍ସନରେ ଆମେ ଜିତିବା। ଆମେ ମଧ୍ୟ ତାଙ୍କୁ କହିଲୁ ଯେ ପଞ୍ଚାୟତ ଇଲେକ୍ସନରେ, କାରଣ ବର୍ତ୍ତମାନ ରାଜ୍ୟରେ 2 ବର୍ଷ ଧରି ବିଜେପି ସରକାରର ଯେଉଁଭଳି ଭାବରେ କାର୍ଯ୍ୟକ୍ରମ ଚାଲିଛି ଲୋକ ବହୁତ ରାଗିକି ଅସନ୍ତୋଷ ହେଲେଣି। ଆମେ ପଞ୍ଚାୟତ ଇଲେକ୍ସନରେ ନିଶ୍ଚିତ ଆମେ ଲୋକମାନଙ୍କର ସହଯୋଗ ପାଇବୁ। କ'ଣ ଅସୁବିଧା ଏଥିରେ କ'ଣ କୁହ? ନାଇଁ ଆପଣ ଖାଲି କୁହନ୍ତୁ, ମୋର ଯେତେବେଳେ ଜନ୍ମଦିନରେ ଆପଣମାନେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି, ସେମିତି VK ପାଣ୍ଡିଆନ ଯେହେତୁ ଦଳର ଯଥେଷ୍ଟ ଡେଭଲପମେଣ୍ଟ କାର୍ଯ୍ୟକ୍ରମଠୁ ଆରମ୍ଭ କରି ଦଳର ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରିଛନ୍ତି, ଆଉ ଦ୍ୟାଟ୍ ଟୁ ପୁଣି ସକ୍ସେସଫୁଲ କାର୍ଯ୍ୟକ୍ରମ। କେବେ ତ ଫେଲ ହେଇଛି ବୋଲି ଆମେ କହିବାନି। ଦଳ ପାଇଁ ଯାହା କରିଛନ୍ତି ସିଏ ଦଳ ସେଥିପାଇଁ 2 ଥର ଜିତିଛି। ଏବଂ ଦଳରେ ଆପଣମାନେ ଦେଖନ୍ତୁ ସିଏ ଆସିବା ପରଠୁ 10 ବର୍ଷ ଧରି ଯେଉଁ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ହେଇଛି ସାରା ଓଡ଼ିଶାରେ ଏଭଳି ସମୟ ଆଉ କେବେ ଆସିବ ନାହିଁ। ତେଣୁ ଏଭଳି ବ୍ୟକ୍ତିତ୍ୱଙ୍କର ଜନ୍ମ ଦିନରେ ମୁଁ ଶୁଭେଚ୍ଛା ଜଣେଇଦେଲି, କ'ଣ କିଛି ଭୁଲ କରିଦେଇଛି? ଝୁମକାରେ ଆପଣଙ୍କୁ ବାସ୍ତବ କଥାଟା ସେଦିନ କହିଥିଲି। ଆମେ ସମସ୍ତେ ଯେତେବେଳେ ହାରିକି ବସିଛୁ ଆମ ମନ ଭିତରେ ମଧ୍ୟ ଅଛି ଆମେ ସମସ୍ତେ ଏକାଠି ହବୁ, ଭୋଜିଭାତ କେମିତି କରିବୁ, ହସ ଖୁସି କେମିତି କରିବୁ। ନିଜ ଭିତରେ ଟିକେ ଇଣ୍ଟରାକ୍ସନ ହେଲେ ମନ ଭିତରେ ଯେଉଁ ହାରିକି ଯେଉଁ ମନ ଭିତରେ ଯେଉଁ ରହିଛି ବିଭିନ୍ନ ଚିନ୍ତାଧାରା ଅଛି ତାକୁ ଟିକେ ଦୂର କରିବା ପାଇଁ କିଏ ଟିକେ ଗୀତ ବୋଲିଲେ, କିଏ ଟିକେ କମେଡି କଲେ, କିଏ ଟିକେ କଥା କହିଲେ, କିଏ ଟିକେ ଖାଇବା ପିଇବା କଲେ, କିଏ ଟିକେ ମଜା କଲେ। এইଭଳି ଭାବରେ ସେ କାର୍ଯ୍ୟକ୍ରମଟା ଥିଲା। ସାମ୍ବାଦିକ ଭାଇମାନେ ଯେତେବେଳେ ଗଲେ ମୋତେ ପଚାରିଲେ, ଆକ୍ଚୁଆଲି ସେଦିନ ମୋର ମାଇଣ୍ଡଟା ବି ଟିକେ ମାନେ ଏମିତି ହଠାତ୍ କିନି ଦେଖିଲି ଗୋଟେ ରେକର୍ଡିଂ ହେଉଛି, ଟିକେ ମାଇଣ୍ଡଟା ରିଆକ୍ଟିଭ ଲାଗିଲା। ଆରେ କ'ଣ କରୁଛ ଯେ ତମେ ରେକର୍ଡିଂ କରୁଛ?
ତେଣୁ ଏ କଥା ନୁହଁ। ନିଶ୍ଚିତ ସାମ୍ବାଦିକ ଭାଇ ମାନେ ଯାହା କରୁଛନ୍ତି ସିଏ ମଧ୍ୟ ଏଇ ସମାଜ ପାଇଁ କରୁଛନ୍ତି, ଆମେ ମଧ୍ୟ ଯାହା କରୁଛେ ସମାଜ ପାଇଁ କରୁଛୁ। ପ୍ରତ୍ୟେକଟି କାର୍ଯ୍ୟକ୍ରମ ପାଇଁ ହୃଦୟର ସହିତ ତମମାନଙ୍କୁ ଧନ୍ୟବାଦ ଦଉଛି। ମୋର ପ୍ରତ୍ୟେକଟି କଥା ଏମିତି କଣ ନବୀନ ପଟ୍ଟନାୟକ ସାଙ୍ଗରେ ଯାଇକି ଦେଖାଉନୁ କି ଆମେ? ଏମିତି ଯୋଉ ମୁହୂର୍ତ୍ତରେ ଏବେ ଚାହୁଁଛୁ ଆମେ 2 ବର୍ଷ ଭିତରେ, ମୁଁ ତ ନିଜେ 20 ଥର ଉପରେ ଦେଖା କରିବି, 20 ଥର ଉପରେ, ଆଉ ସେ ନିଜେ ଡକେଇଥିବେ 4 ଥର ଖଣ୍ଡେ। ତେଣୁ ଏମିତି କଣ ଏବେ ଯାଉନାହାନ୍ତି କି? କିନ୍ତୁ ସାମୂହିକ ଭାବରେ ଏକାଠି ହେଇ ଗୋଟେ ବସିକି ଗୋଟେ ଟ୍ରେନିଂ ଟାଇପର ଆମର ହେଡମାଷ୍ଟର ନବୀନ ପଟ୍ଟନାୟକ ଆମକୁ ଟ୍ରେନିଂ ଦଉଛନ୍ତି। ଏସ୍ଆଇଆର୍ରେ କେମିତି ନାଁ କଟିବନି, ତମେ ମାନେ ପଞ୍ଚାୟତ ଇଲେକ୍ସନକୁ କେମିତି ଯିବ, ଲୋକମାନଙ୍କ ପାଖରେ କେମିତି ବ୍ୟବହାର ଦେଖେଇବ, ଲୋକମାନଙ୍କ ସାଙ୍ଗରେ କେମିତି ଚଳିବ, ଏଇ ଯୋଉ ବର୍ତ୍ତମାନର ସରକାର ତାର ବିଫଳତାକୁ କେମିତି ଲୋକଙ୍କ ପାଖରେ ପହଞ୍ଚିବ। ଗରିବ ଲୋକମାନଙ୍କୁ କହିଥିଲେ 3000 ଟଙ୍କା ଭତ୍ତା, ଇଲେକ୍ଟ୍ରିକ କହିଥିଲେ 300 ୟୁନିଟ୍ ମାଗଣା ଦେବେ, ଏକା ଥରକରେ 50,000 ଟଙ୍କା ମହିଳାମାନଙ୍କୁ ଦେବେ, ଚାଷୀମାନଙ୍କୁ ବଢେଇକି ପଇସା ଦେବେ। ଆଉ ବର୍ତ୍ତମାନ ରାଜ୍ୟରେ ଆପଣମାନେ ଦିନ ଦିହିପରେ ଦେଖୁଥିବେ ଗୁଡେଇ ଲୋକଙ୍କୁ ହଣାହଣି କରୁଛନ୍ତି ପୁଲିସ ଆଗରେ। ଲ ଆଣ୍ଡ ଅର୍ଡର ସିଚୁଏସନ କିଛି ନାହିଁ। ତେଣୁ ବିଭିନ୍ନ କଥାକୁ ନବୀନ ପଟ୍ଟନାୟକ ଆମକୁ ଆଜି ଏଇ ସବୁ କଥା କହିକି କହିଲେ ବହୁତ କଥା ସରକାରର ବିଫଳତାରେ ଅଛି। କାରଣ ବିଜେପି ସରକାର କେବେ ଆଗକୁ ଯାଇପାରିବ ନାହିଁ, କାରଣ ବିଜେପି ସରକାର ପ୍ରତି ଲୋକମାନଙ୍କର ଆସ୍ଥା ଆଉ ନାହିଁ। ତେଣୁ ସେଥିପାଇଁ ତମେ ଟିକେ ଲାଗିଯା, ପଞ୍ଚାୟତ ଇଲେକ୍ସନରେ ଯେମିତି ସକ୍ସେସ୍। ଆପଣ ମାନେ ଖାଲି ଜାଣନ୍ତୁ ନବୀନ ପଟ୍ଟନାୟକ ହଉଛନ୍ତି ସୁପ୍ରିମୋ। ନବୀନ ପଟ୍ଟନାୟକ ଯାହାକୁ ନିଷ୍ପତ୍ତି ନେବେ ଆମେ ଆଦରର ସହିତ ଗ୍ରହଣ କରି କାର୍ଯ୍ୟକ୍ରମ କରିବୁ। କାରଣ ଆମେ ଦଳକୁ ଭଲ ପାଉଛୁ, ନବୀନ ପଟ୍ଟନାୟକକୁ ଭଲ ପାଉଛୁ। ନବୀନ ପଟ୍ଟନାୟକ ଯୋଉ ନିଷ୍ପତ୍ତି ନେବେ ସେ ନିଷ୍ପତ୍ତିକୁ ଆମେ ଆଦରର ସହିତ ଗ୍ରହଣ କରି ତାଙ୍କ ସାଙ୍ଗରେ ରହିକି କାର୍ଯ୍ୟକ୍ରମ କରିବୁ। ନାଇଁ ସେ ପ୍ରସ୍ତୁତ କଥା ଜାଣିନି, କାରଣ ସେ ବିଷୟ ତ ମୁଁ ଜାଣିନି। କାରଣ ନବୀନ ପଟ୍ଟନାୟକ, ମୁଁ ଆପଣଙ୍କୁ କହିଲି ନବୀନ ପଟ୍ଟନାୟକ ଯେକୌଣସି ନିଷ୍ପତ୍ତି ନେବେ, ଖାଲି ସୁଜାତା କାର୍ତ୍ତିକେୟନଙ୍କର ନିଷ୍ପତ୍ତି ଯଦି ହବ ତ ଭଲ କଥା, କିଛି ଅସୁବିଧା ନାହିଁ। କିନ୍ତୁ ମୋ କହିବା କଥା ଯାହା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ସେ ନିଷ୍ପତ୍ତିକୁ ଆଦର ସହିତ ଗ୍ରହଣ କରି ଆମେ କାର୍ଯ୍ୟ ସେମିତି ଆଜି ସେ ସବୁ ଆଲୋଚନା କିଛି ନାହିଁ। ଆପଣ ମାନେ ଦେଖନ୍ତୁ ଆଜ୍ଞା, ଦଳଟି ଯେତେବେଳେ ସରକାରୀରେ ନାହିଁ, କ୍ଷମତାରୁ ବର୍ତ୍ତମାନ କ୍ଷମତାରେ ନାହିଁ, ନିଶ୍ଚିତ ଅନେକ ଗୁଡ଼ିଏ ମନମନାନ୍ତର ଜିନିଷ ଆସିବ। ଆମ ମନ ଭିତରେ ମଧ୍ୟ ଅନେକ ଗ୍ଲାନି, ଅନେକ କଷ୍ଟ ଥିଲା। ଯେହେତୁ ଦଳ ସାଙ୍ଗରେ ଅଛୁ, ନବୀନ ପଟ୍ଟନାୟକ ଭଳି ବ୍ୟକ୍ତିତ୍ୱ, ଆମ ଭଳି ନିମ୍ନ ମଧ୍ୟବିତ୍ତ ପରିବାରର ପିଲା, ମୁଁ ଆମ ଭଳି ବ୍ୟକ୍ତିତ୍ୱକୁ 10-12ଟା ପୋଜିସନ ଦେଇଛନ୍ତି। ଆମେ ଚିନ୍ତା କରୁଛେ ଯେ ଆଠୁ ଆଉ ଅଧିକ ଦରକାର ନାହିଁ। ତେଣୁ ଦଳକୁ ଭଲ ପାଇକି ଆମେ ଅଛୁ। କିଏ କେତେବେଳେ ଦଳ ମାଇଣ୍ଡରେ ରହୁଛନ୍ତି, କିଏ ରହୁନାହାନ୍ତି, ସିନିୟର ଲୋକମାନେ କୋଉଠି ଅସନ୍ତୁଷ୍ଟ ହଉଛନ୍ତି, କୋଉଠି ହଉନାହାନ୍ତି, ଏସବୁ ଏମିତି ଅନେକ ଗୋଟେ ଦଳ ରହିଲେ ଅନେକ ଜିନିଷ ହବ, ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ ଯିଏ ଦଳକୁ ଭଲ ପାଇବ, ଯିଏ ନବୀନ ପଟ୍ଟନାୟକକୁ ଭଲ ପାଇବ, ସେ କସ୍ମିନ କାଳେ ଏଭଳି କାମ କରିବ ନା।